ଆପଣମାନେ ସଦୁପଯୋଗ କରୁଛନ୍ତି ବୋଲି ଏଠି ପ୍ରତ୍ୟେକ ବର୍ଷ ମାର୍ଶାଘାଇ ସଂଘ ଆମର ଯେଉଁ ଆଶ୍ରମଟି ଅଛି ମଣିପୁର ଆଶ୍ରମ ଏଠି ଯେଉଁ କାର୍ଯ୍ୟକ୍ରମଟି ଚାଲିଛନ୍ତି ଏସବୁ ଆପଣମାନଙ୍କର ଧନ ଆପଣମାନଙ୍କର ସଭା ପାଇଁ ଚାଲିଛି। ସେ ସଭା ଯେଉଁଦିନ କମିଯିବ ଆପଣ ଆଉ ଧନ ଖର୍ଚ୍ଚ କରି ଏଇଭଳିଆ କାର୍ଯ୍ୟକ୍ରମ କରିବା ପାଇଁ ଇଚ୍ଛା କରିବେ। ଯେଉଁମାନଙ୍କ ଭିତରେ ଶ୍ରଦ୍ଧା ନାହିଁ କିନ୍ତୁ ଧନ ଅଛି ସେମାନେ ଧନକୁ ଅସଦୁପଯୋଗ କରିବେ, ମଦ୍ୟ ମାଂସରେ ଖର୍ଚ୍ଚ କରିବେ, କୁସଙ୍ଗ କରିବେ। କିନ୍ତୁ ଯେଉଁମାନଙ୍କର ମନରେ ଶ୍ରଦ୍ଧା ଅଛି ସେମାନେ ଯେମିତି ଆପଣମାନେ କରୁଛନ୍ତି ସେମିତି ସତ୍ସଙ୍ଗ ବା ସାଧୁସଙ୍ଗର କାର୍ଯ୍ୟକ୍ରମ। ତେଣୁ ଶ୍ରଦ୍ଧା ହେଉଛି ସବୁଠାରୁ ବଡ଼ ଜିନିଷ। ଚାନ୍ଦୁଆ ଟାଙ୍ଗିଦେଲେ, ଲାଇଟ୍ ଜାଳିଦେଲେ, ମାଇକି ବଜେଇଲେ ଆପଣମାନେ ସତ୍ସଙ୍ଗ କରିପାରିବେ। ଗୋଟେ ବିବାହ ଭୋଜିରେ ଆପଣମାନେ ଦେଖୁଥିବେ ଯେଉଁ ଚାନ୍ଦୁଆ ଡେକୋରେସନ ଦ୍ୱାରା ଆସିକିରି ଡେକୋରେସନ କରୁଛନ୍ତି, କେତେ ଗାଡ଼ି, କେତେ ଲାଇଟ୍, କେତେ ଚାନ୍ଦୁଆ, କେତେ କ'ଣ ବାଣ ବାଜା ବାଜୁଛି ତାର ହିସାବ ନାହିଁ କି ସେ ହିସାବ ବି ରଖିପାରୁନାହିଁ। ମୋର କେତେ ଲକ୍ଷ ଟଙ୍କା ମୁଁ ଏବେ ବଢ଼ିଆ ଏବେ ଗୋଟେ ବିବାହ ଉତ୍ସବକୁ ଯାଇଥିଲି। ସେଠି ତାଙ୍କର ସବୁ କାର୍ଯ୍ୟକ୍ରମକୁ ଦେଖିକିରି ଭାବୁଥିଲି ଏଇ ଅର୍ଥଟି ଯଦି ଗୋଟିଏ ଗୋଶାଳାରେ କିମ୍ବା ବୃଦ୍ଧାଶ୍ରମରେ କିମ୍ବା ଅନାଥ ଆଶ୍ରମରେ ଯଦି ଖର୍ଚ୍ଚ କରି ହୁଅନ୍ତା, ସେ ମନୋବୃତ୍ତି ଯଦି ଆସନ୍ତା, ତାହେଲେ ସେମାନଙ୍କ ଠାରୁ ଯେଉଁ ଆଶୀର୍ବାଦ ମିଳନ୍ତା ସେ ଆଶୀର୍ବାଦ ଇଏ ବାହାଘର କୁ କେନ୍ଦ୍ର କରି ଯେଉଁ ଖର୍ଚ୍ଚ ହେଉଛି ସେ ଖର୍ଚ୍ଚରେ କିଛି ଆଶୀର୍ବାଦ ମିଳିବ। ଲୋକ କହିବେ ବହୁତ ବହୁତ ବଢିଆ ହେଲା, ଭଲ ଖାଇବା ହେଲା, ଭଲ ଡେକୋରେସନ ହେଲା, ଏଇସବୁ କଥା ହିଁ ସେମାନେ କହିବେ, କିନ୍ତୁ ସେଥିରେ ଆଶୀର୍ବାଦ ମିଳିବ। ଯେମିତି ଆପଣ ଗଛ କାଟିକିରି ଜଙ୍ଗଲ କାଟିକିରି ମନ୍ଦିର କରିବେ, ଯେଉଁମାନେ ମନ୍ଦିର କରିଛନ୍ତି ଆପଣମାନେ ଯିଏ ମନ୍ଦିର କରିବାକୁ ଇଚ୍ଛା କରୁଛନ୍ତି, ମନ୍ଦିର ଆପଣଙ୍କୁ କ'ଣ ଦବ? ଛାଇ ଦବ, ଫୁଲ, ଫଳ, ସୁବାସ, ସୁଗନ୍ଧ, ଔଷଧ, ବଞ୍ଚିବା ପାଇଁ ଅମ୍ଳଜାନ, ଗଛ ଦେଉଳଟି କ'ଣ? ଆପଣ ପଥର କାଟି ଇଟା କାଟି ଲଗେଇ ସିମେଣ୍ଟ ବାଲି ରଡ଼ରେ ଆପଣ କୋଟି ଲକ୍ଷ ଲକ୍ଷ ଟଙ୍କାର ମନ୍ଦିର କଲେ, ସେ ମନ୍ଦିରଟି ଆପଣଙ୍କୁ କ'ଣ ଦବ? ଆପଣ କହିବେ ସେ ମନ୍ଦିର ଭିତରେ ଯେଉଁ ମୂର୍ତ୍ତିଟି ଆମେ ପୂଜା କରୁଛୁ ସେ ମୂର୍ତ୍ତି ଆମକୁ ବଡ଼
ତାହା ଆପଣ କ'ଣ ପ୍ରମାଣ କରିପାରିବେ? କୌଣସି ମନ୍ଦିରର ମୂର୍ତ୍ତି ଆପଣଙ୍କୁ କଲ୍ୟାଣ କରିଛି ବୋଲି ଆପଣ କେମିତି ଜାଣିବେ? କିନ୍ତୁ ଗୋଟିଏ ଗଛ ସେ ଆପଣଙ୍କୁ ଫୁଲ ଗଛଟିଏ ହଉ ଆମ୍ବ ଗଛଟିଏ ହଉ ସେ ଆପଣଙ୍କୁ ଯାହା ଦଉଛି ତାକୁ ଆପଣ ପ୍ରମାଣ କରିପାରିବେ। ଏହାର ଅର୍ଥ ନୁହେଁ ଯେ ମନ୍ଦିର ଗଢ଼ନା ମୂର୍ତ୍ତି ପ୍ରତିଷ୍ଠା କରନା ସେସବୁ ମୁଁ କହୁନି, କିନ୍ତୁ ଯୋଉଠି ଆବଶ୍ୟକ ସେଠି ମନ୍ଦିର କର। କିନ୍ତୁ ଏଇ ଯୋଉ ଜୀବନଟି ହଉଛି ଗୋଟିଏ ଭଲ ମନ୍ଦିର, ଆପଣମାନେ ଯୋଉ ଜୀବନ ପାଇଛନ୍ତି ସେ ଜୀବନଟି ମଧ୍ୟ ଗୋଟେ ସୁନ୍ଦର ମନ୍ଦିର। ଯେଉଁ ଜୀବନ ନିଶା ମାଦକ ଅଖାଦ୍ୟ এই ସବୁ ଜିନିଷକୁ ଗ୍ରହଣ କରି ଜୀବନ ରୂପକ ସୁନ୍ଦର ମନ୍ଦିରଟିକୁ ରୋଗାକ୍ରାନ୍ତ କରି ଦଉଛି, ସିଏ ମନ୍ଦିର ଯଦି ହଜିଯାଏ ଆଉ କୌଣସି ମନ୍ଦିର କି ଗଢ଼ା ହେଇପାରିବ? ସୁନ ଇଟା ପଥରର ମନ୍ଦିରକୁ ପୁଣି ମାନେ ରିପେୟାର କରିବ ଜୀବନ ମନ୍ଦିର। ତେଣୁ ଶ୍ରଦ୍ଧାର ସହିତ ଜୀବନକୁ ଗଢ଼ନ୍ତୁ, ପରିବାରକୁ ଗଢ଼ନ୍ତୁ। ଏତେ ଆଜି ପିଲାମାନେ କୀର୍ତ୍ତନ କରୁଥିଲେ, ମୁଁ ଲକ୍ଷ୍ୟ କରୁଥିଲି ସେମାନଙ୍କ ଭିତରେ ଯେମିତି ଉତ୍ସାହ ଉଦ୍ଦୀପନା ରହିଛି। ଏହି ବୟସରୁ ଯଦି ସେମାନେ ଏଇଭଳିଆ କାର୍ଯ୍ୟକ୍ରମରେ ମାନେ ସଂଯୋଗିତ ହୁଅନ୍ତି, ଭବିଷ୍ୟତ ନିଶ୍ଚିତ ସେମାନଙ୍କର ଉନ୍ନତ। ତେଣୁ ସଜ୍ଜନ ମୁଁ ଟିକେ କ୍ଳାନ୍ତ, ଆଉ ମୁଁ ଟିକେ ଏତେ ମାନେ କଥା କହୁଛି ଯେ ମୁଁ ଭାବୁଛି ଟିକେ ମାନେ ନାମ ଶୁଣିଲେ ମତେ ଭଲ ଲାଗେ। ତେଣୁ ଇଏ ମଞ୍ଚରେ ଭାଗବତ ହଉଛନ୍ତି, ନାମ କୀର୍ତ୍ତନ ବି ହଉଛନ୍ତି, ପିଲାମାନେ ସଙ୍ଗୀତ ଟିକେ ପାଠ କରିବେ, ସନ୍ଧ୍ୟାବେଳେ ପ୍ରାର୍ଥନା ସହିତ ଟିକେ ସତ୍ସଙ୍ଗ ହବ। ଆମର ଗୋପାଳ କହୁଥିଲେ ସେ ଆପଣଙ୍କୁ ଭାଗବତ ସମ୍ବନ୍ଧୀୟ ମାନେ କଥା ବା ପ୍ରସଙ୍ଗ କହିବେ, ବଢ଼ିଆ ଚିନ୍ତାରେ ଆପଣମାନଙ୍କୁ କହିବେ। ଆଜି ପାଇଁ ଆପଣମାନଙ୍କୁ ପୁଣି ଥରେ